ଜୟଗୁରୁ ପରମ କଲ୍ୟାଣମୟ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ପାଦପଦ୍ମରେ ଅନନ୍ତ କୋଟି ପ୍ରଣାମ ଜଣାଇ ଆରମ୍ଭ କରୁଛୁ ନିଗମ ଦର୍ପଣର ଆଜିର ଅଧ୍ୟାୟଟି। ଏହି ଅଧ୍ୟାୟ ଗୁଡ଼ିକୁ ଗଭୀର ଶ୍ରଦ୍ଧା ଏବଂ ସମ୍ମାନର ସହିତ ଆଗେଇ ନେଉଥିବା ଆମର ସମସ୍ତ ପ୍ରିୟ ମା ଭାଇ ଓ ଶ୍ରୋତାବନ୍ଧୁମାନଙ୍କୁ ଜୟଗୁରୁ ପ୍ରୀତି ସମ୍ଭାଷଣ ସହ ଅନ୍ତରଭରା ସ୍ୱାଗତ ଜଣାଉଛୁ। ପରମ କଲ୍ୟାଣମୟ ଠାକୁର ମହାରାଜ କହିଛନ୍ତି, ଦିବ୍ୟ ଜୀବନରେ ଦିବ୍ୟ କର୍ମର ସନ୍ଧାନ କର, ଅଜ୍ଞାନ ସମ୍ଭୂତ ସଂଶୟକୁ ଜ୍ଞାନ ଖଡ୍ଗ ଦ୍ୱାରା ବିନାଶ କର। ଅହଂକୁ ବିସର୍ଜନ କଲେ ଯାଇ ହୃଦୟରେ ଭଗବାନଙ୍କ ଆସନ ଚିର ପ୍ରତିଷ୍ଠିତ ହେବ। ଏହି ଜ୍ଞାନ ଆହରଣ କରିବାକୁ ହେଲେ କୌଣସି ସାଧୁ ମହାତ୍ମାଙ୍କ ନିକଟକୁ ଯିବା ଆବଶ୍ୟକ ନାହିଁ। ଭଗବତ କୃପା ହେଲେ ଏହି ଜ୍ଞାନ ଛୋଟ ଶିଶୁଙ୍କ ପାଖରୁ ମଧ୍ୟ ପ୍ରାପ୍ତ ହୋଇପାରେ, ଯାହାକି ଜୀବନ ରହସ୍ୟର ପାଠ ଶିଖାଇଥାଏ। ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଗୋଟିଏ ସୁନ୍ଦର କାହାଣୀ। ଜଣେ ସେଠ ଥିଲେ, ବହୁତ ସମ୍ପତ୍ତିର ମାଲିକ ସେ ଥିଲେ। ଏତେ ସମ୍ପତ୍ତି ସେ ଠୁଳ କରିଥିଲେ ଯେ ତାର ଆକଳନ ତାଙ୍କ ପାଖରେ ନଥିଲା। ଦିନେ କ'ଣ ମନ ହେଲା, ସେ ତାଙ୍କ ମୁନିବକୁ ଡାକି କହିଲେ, ମୁନିବ, ମୋର କେତେ ସମ୍ପତ୍ତି ମୁଁ ଠୁଳ କଲିଣି, ତାର ଗୋଟେ ଆକଳନ ମୋତେ କରିକି ଦିଅ। ମୁନିବ କହିଲେ, ସେଠଜୀ, ଏଇଟା କ'ଣ ଏତେ ସହଜ? ମୋ ଜୀବନ ଚାଲିଯିବ ପଛେ ଆପଣଙ୍କ ସମ୍ପତ୍ତି ଯେତିକି ଆପଣ ଠୁଳ କରିଛନ୍ତି ତାର ଆକଳନ ମୁଁ କରିପାରିବିନି। ସେଠ କହିଲେ, ତେବେ ଆଉ 3-4 ଜଣ ମୁନିବଙ୍କୁ ଲଗାଅ, ମାସେ ସମୟ ନିଅ, ମାସେ ଭିତରେ ମୋତେ ସମ୍ପତ୍ତିର ତାଲିକା ଦିଅ। ତାପରେ ମୁନିବ ଲାଗି ପଡ଼ିଲେ, କିନ୍ତୁ ତାହା ସମ୍ଭବ ହେଲାଣି, କାରଣ ସେଠ ଏତେ ସମ୍ପତ୍ତି ଠୁଳ କରିଥିଲେ ଯେ ଯାହାର ଆକଳନ କରିବା ବହୁତ କଷ୍ଟସାଧ୍ୟ ହେଲା। ସେଠ ପଚାରିଲେ, ମୁନିବ, କ'ଣ ସମ୍ଭବ ହେଲା? ମୁନିବ ସେଠଙ୍କୁ ଛାତ ଉପରକୁ ନେଇ କହିଲେ, ଆପଣଙ୍କ ଆଖି ଯେତେ ଦୂର ପାଉଛି ଏମିତି ଚତୁର୍ଦିଗ ଗୋଟେ ଘେରା ଆପଣ ବୁଲି ଯାଆନ୍ତୁ ଠିଆ ହେଇକି, ଯୁଆଡ଼େ ଯୁଆଡ଼େ ଆଖି ପାଇବ ଏ ସବୁ ସମ୍ପତ୍ତି ଆପଣଙ୍କର। ତେଣୁ ଆକୁ କେତେବେଳେ ମୁଁ ତାଲିକାଭୁକ୍ତ କରିପାରିବି ଆପଣ ଭାବୁଛନ୍ତି? ସେଠ ଏ କଥା ଶୁଣି ବହୁତ ଖୁସି ହେଇଗଲେ। ଏତେ ଖୁସିରେ ନାଚିଲେ ଯେ କହିଲେ, ମୁଁ ଏତେ ସମ୍ପତ୍ତି କରିଦେଇଛି। ମୁନିବ କହିଲେ, ଆପଣଙ୍କ ସମ୍ପତ୍ତିର କ'ଣ କଳନା ଅଛି ସେଠଜୀ? ଆପଣ ତ ଖୁସିରେ ଆପଣଙ୍କ ଜୀବନ କଟିଯିବ, ଖାଇ ପିଇ କିଛି ଅଭାବ ରହିବନି। ଆପଣଙ୍କ ପୁଅମାନେ ବି ତାଙ୍କ ସଂସାର ବସିକି ଖାଇଲେ ବି ଆପଣଙ୍କ ସମ୍ପତ୍ତି ସରିବନି। ସେଠ ଏ କଥା ଶୁଣି ବହୁତ ଖୁସି ହେଇଗଲେ। କହିଲେ, ଯାହା ହଉ, ମୁଁ ଏବଂ ମୋ ପୁଅ ମାନେ ବସି ଖାଇଲେ ବି ମୋର ସମ୍ପତ୍ତି ସରିବନି, ଏତେ ସମ୍ପତ୍ତି ମୋର ହେଇଗଲାଣି। ମହାଖୁସିରେ ସେଦିନ ଶୋଇପଡ଼ିଲେ। କିନ୍ତୁ ମୋହଗ୍ରସ୍ତ ମଣିଷର ଦୁଶ୍ଚିନ୍ତା କେବେ ଯାଏନି। ଯେତେ ଖୁସି ହେଲେ ବି ଆଉ ଗୋଟେ ଦୁଶ୍ଚିନ୍ତା ନୂଆକରି ଜନ୍ମ ନିଏ ତା ଭିତରୁ। ସକାଳୁ ଯେତେବେଳେ ସେଠ ଉଠିଲେ, ସେଠ ବସିଛନ୍ତି, ଭାବୁଛନ୍ତି ମୁଁ କେତେ ଖୁସିରେ ଚଳିବି, ମୋ ପୁଅ କେତେ ଖୁସିରେ ଚଳିବ, ତା ପିଲାମାନେ ଯେମିତି ମୁଣ୍ଡକୁ ଆସିଗଲା, ଆରେ ମୋ ପୁଅ ମୁଁ ସିନା ଚଳିଯିବୁ, ତା ପିଲାମାନେ କେମିତି ଚଳିବେ? ତାଙ୍କ ବି ତ ମୁଁ କିଛି ଠୁଳ କଲିନି। ସରିଗଲା ସେତିକିରେ। ସେଠଙ୍କ ଯେତିକି ସୁଖ ଶାନ୍ତି ଯାହା ଥିଲା ସବୁ ସରିଗଲା। ସେଇ ଗୋଟିଏ ଚିନ୍ତା ତାକୁ ଖାରିଲା, ଆରେ ମୋ ପୁଅର ପିଲାମାନେ କେମିତି ଚଳିବେ, ପୁଅର ପିଲାମାନେ କେମିତି ଚଳିବେ? ଏଇ ଚିନ୍ତା କରି କରି ତାଙ୍କର ଭୋକ ଶୋଷ ଚାଲିଗଲା, ନିଦ୍ରା ଚାଲିଗଲା, ଶୋଇପାରିଲେନି, ଖାଇପାରିଲେନି। ଏମିତି ସ୍ତ୍ରୀ ଆଶ୍ଚର୍ଯ୍ୟ ହେଇ କହିଲେ, କ'ଣ ତୁମେ କାଲି ଏତେ ଖୁସି ଥିଲା, ଆଜି ଏତେ କାହିଁକି ଦୁଃଖ ପ୍ରକାଶ କରୁଛ? କ'ଣ ହେଇଛି ତୁମର? ସେଠ କହିଲେ, ନାଇଁ ଯେ ମୁଁ ମୋ ପିଲାମାନେ ଚଳିଯିବୁ, ତା ପିଲାମାନେ କେମିତି ଚଳିବେ? ସ୍ତ୍ରୀ ହସିଦେଲା, କହିଲେ, ତମେ ଏ ଚିନ୍ତା କରୁଛ, ତୁମକୁ ଖରାପ ଲାଗୁନି? ତମ କଥା କିଏ ଚିନ୍ତା କରିଥିଲା? ଅଯଥା ଚିନ୍ତା କରି ଦେହକୁ କାହିଁ ଅସୁସ୍ଥ କରୁଛ? ସେଠ କହିଲେ, ତୁ ସ୍ତ୍ରୀ ଲୋକ, ତୋର ସେ ଚିନ୍ତା ହେବନି, ତୁ କିଛି ଜାଣିନୁ, ଯା। ସେମିତି ରୋଗଗ୍ରସ୍ତ ହେଇଗଲେ ଧୀରେ ଧୀରେ। ଆଉ କେତେ ପ୍ରକାର ଟେଷ୍ଟ ହେଲା, କିଛି ବାହାରିଲାନି, ସବୁ ରିପୋର୍ଟ ନର୍ମାଲ। ଦିନେ ସେଠ ଏମିତି ମନ ଦୁଃଖରେ ଯାଉଛନ୍ତି, ତାଙ୍କର ଜଣେ ବନ୍ଧୁ ବାଟରେ ଦେଖାହେଲେ। ବନ୍ଧୁ କହିଲେ, ଆରେ ତୁ କ'ଣ ଏତେ ଶୁଖିଗଲୁଣି, କ'ଣ ହେଇଛି ତୋର? ସେଠ କହିଲେ, ନାଇଁ କିଛି ହେଇନି, ମୋର କ'ଣ ହେଉଛି ମୁଁ ଜାଣିପାରୁନି, ମୁଁ କାହିଁ ଶୁଖି ଯାଉଛି କେଜାଣି। ବନ୍ଧୁ କହିଲେ, ସବୁ ଟେଷ୍ଟ କଲୁନି? କହିଲେ, ମଳ ମୂତ୍ର ରକ୍ତ ସବୁ ଟେଷ୍ଟ କରିସାରିଲିଣି, ସବୁ ରିପୋର୍ଟ ଗୁଡ଼ିକ ନର୍ମାଲ ଆସିଛି। ବନ୍ଧୁ କହିଲେ, ଯଦି ଶାରୀରିକ ଚିକିତ୍ସାର ରିପୋର୍ଟ ଗୁଡ଼ିକ ସବୁ ନର୍ମାଲ ଆଇଲା, ତାହେଲେ ଜାଣିବୁ ତୋ ଶରୀର କିଛି
ଅସୁସ୍ଥ ହୋଇନି, ତୋ ମନ ଅସୁସ୍ଥ ହେଇଛି। ଆଉ ଶରୀର ଡାକ୍ତର ମନ ଅସୁସ୍ଥତା ପାଇଁ କୌଣସି ଔଷଧ ଦେଇପାରିବେନି। ଗୋଟେ କାମ କର, ଜଣେ ସାଧୁ ମହାତ୍ମା ଆସିଛନ୍ତି, ତୁ ଚାଲ ତାଙ୍କ ପାଖକୁ, ସିଏ ତୋ ମାନସିକ ରୋଗ ଦୂର କରିପାରିବେ। ସେଟା କହିଲେ, ମୁଁ ତ କେବେ ସାଧୁ ମହାତ୍ମାଙ୍କୁ ବିଶ୍ୱାସ କରେନି, ତୁ ମୋତେ ସେଗୁଡ଼ା କାହିଁ କହୁଛୁ? ନା ଥରେ ଚାଲ, ତାଙ୍କୁ ତ ଦେବାର କିଛି ନାହିଁ, ତାଙ୍କ ପାଖେ ଖର୍ଚ୍ଚ ହେବାର କିଛି ନାହିଁ, ତୁ ଚାଲେ, ଯଦି ତୋ ସମସ୍ୟା ସମାଧାନ ହେଇଗଲା ତୁ ଉପକୃତ ହବୁ। କଥାଟି ସେଠଙ୍କ ମନକୁ ପାଇଲା। ସେ ଗଲେ, ଯାଇ ସାଧୁ ମହାତ୍ମାଙ୍କରେ ପହଞ୍ଚି କାନ୍ଦି ବୋବେଇ ପୁରା ତାଙ୍କ ପାଦ ତଳେ ପଡ଼ିଗଲେ। ସାଧୁ କହିଲେ, ଆରେ କ'ଣ ହେଇଛି? ଉଠ ଉଠ, କହ। ତୋ ସ୍ତ୍ରୀ ଭଲ ନୁହେଁ ନା ପିଲାମାନେ ଭଲ ନୁହେଁ? କ'ଣ ତୋର ଅସୁବିଧା ହେଇଛି ନା ଦୁଃଖ କ'ଣ? ସେଟା ସବୁ କଥା ଯେତେବେଳେ କହିଲେ, ମୋର ଦୁଃଖ କିଛି ନାହିଁ, ମୋ ସ୍ତ୍ରୀ ଲକ୍ଷକରେ ଗୋଟିଏ, ମୋ ପିଲାମାନେ ରତ୍ନ, ତାହେଲେ ଅସୁବିଧା କ'ଣ ହେଇଛି? ସେଟା କହିଲେ, ମୋ ଅସୁବିଧା ଏତିକି ଯେ ମୁଁ ଯେତିକି ରୋଜଗାର କରିଛି, ସମ୍ପତ୍ତି ଠୁଳ କରିଛି, ମୁଁ ଏବଂ ମୋ ପିଲାମାନେ ଚଳିବୁ, କିନ୍ତୁ ମୋ ନାତିମାନେ, ମୋ ପିଲାର ପିଲା ଚଳିବା ପାଇଁ ମୋର ଚିନ୍ତା। ସାଧୁ ହସିଦେଲେ, କହିଲେ, ଗୋଟେ କାମ କର, ତୁ ଗୋଟିଏ ମୋ କଥା ଯଦି ମାନିବୁ ତାହେଲେ ତୋର 3 ପିଢ଼ି କ'ଣ, ତୋର 7 ପିଢ଼ି ପାଇଁ ବ୍ୟବସ୍ଥା ହେଇଯିବ। ସେଟା ବହୁତ ଖୁସି ହେଇଗଲା। କହିଲେ, ହଁ ଯାହା କୁହନ୍ତୁ ମୁଁ ତାହା କରିବି, କେଉଁଠି ମନ୍ଦିର ତୋଳିବା ଅଛି, କେଉଁଠି ମହଲ ତୋଳିବା ଅଛି, ଯାହା କହିବେ କରିଦେବି। ସାଧୁ କହିଲେ, ନାଇଁ ସେଗୁଡ଼ା କିଛି ଆବଶ୍ୟକ ନାହିଁ, ଯା ଏ ଗାଁ ଶେଷ ମୁଣ୍ଡରେ ଗୋଟେ ଝୁମ୍ପୁଡ଼ି ଘରେ ଜଣେ ବୃଦ୍ଧା ରହୁଛନ୍ତି, ତାଙ୍କ ପାଖକୁ ଥାଳିଏ ଭୋଜନ ନେଇକି ଯିବୁ, ସେଇ ଗୋଟିଏ ଥାଳି ଭୋଜନରେ ତୋର 7 ପିଢ଼ି ଚଳିଯିବେ। ଏଇ କଥା ଶୁଣି ସେଠୁ ଆହୁରି ଖୁସି ହେଇଗଲେ। କିଛି ପଇସା ପତ୍ର ଖର୍ଚ୍ଚ ନାହିଁ, କିଛି ନାହିଁ, ସେଥିରେ ମୋ ସମସ୍ୟା ସମାଧାନ ହେଇଯିବ। ତେଣୁ ସେ ଘରେ ଯାଇ ଆନନ୍ଦରେ ସେ ରାତିଟି ଶୋଇପଡ଼ିଲେ। ଯେଉଁ ନିଦ ହେଉନଥିଲା ଦୁଶ୍ଚିନ୍ତାରେ, ସେଦିନ ଖୁବ୍ ଶାନ୍ତିରେ ଶୋଇପଡ଼ିଲେ। ଯେମିତି ସକାଳ ହେଇଛି ତରବର ହେଇକି ବାହାରିଲେ, ଯାଇକି ଗୋଟେ ସୁନା ଥାଳିରେ 56 ଭୋଗ ଧରିକି ଗଲେ ବୃଦ୍ଧାଙ୍କ ଝୁମ୍ପୁଡ଼ି ଘର ଉଦ୍ଦେଶ୍ୟରେ। ଯାଇ ଝୁମ୍ପୁଡ଼ି ଘରେ ଯେତେବେଳେ ପହଞ୍ଚିଲେ, ଦେଖିଲେ ଗୋଟେ 5 ବର୍ଷର ଝିଅଟିଏ ଦାଣ୍ଡ ଓଳଉଛି। ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, ଏତେ ଛୋଟ ଛୁଆଟି ଦାଣ୍ଡ ଓଳଉଛି। ସେ ଯାଇ ପହଞ୍ଚି କହିଲେ, ମା, ତୋର ମାଆଙ୍କୁ ଡାକେ। ଝିଅ କହିଲା, ମାମା ତ ଏବେ ଆସିପାରିବେନି। ସେଟା କହିଲେ, କାହିଁକି? ନା ସେ ବର୍ତ୍ତମାନ ଧ୍ୟାନରେ ଅଛନ୍ତି, ସେ ଆସିପାରିବେନି। ନା ଯା, ତାଙ୍କୁ କହିବୁ ଗାଁର ସେଠ ଆସିଛନ୍ତି, କୋଟିପତି ସେଠ ଆସିଛନ୍ତି। ଝିଅ ହସି ଦେଇ କହିଲା, ଯଦି ଭଗବାନ ଯଦି ଓହ୍ଲେଇକି ଆସନ୍ତି ବର୍ତ୍ତମାନ ଡାକନ୍ତି, ମାମା ତାଙ୍କ ଧ୍ୟାନରୁ କେବେ ଆସିବେ ନାହିଁ। ନା କେତେ ସମୟ ସେ କରିବେ? ଝିଅ କହିଲା, ସେ ସମୟ ଦେଖି କରନ୍ତିନି, ସେ ଧ୍ୟାନ କରିବାକୁ ଗଲାବେଳେ ମନକୁ ଦେଖି କରନ୍ତି। ସେଟା କହିଲା, ତେବେ ମୁଁ କ'ଣ କରିବି? ନା ତୁମେ ଅପେକ୍ଷା କର। ସେଟା ଅପେକ୍ଷା କଲେ। 7 ବାଜିଲା, 8 ବାଜିଲା, 9 ବାଜିଲା, 10 ବାଜିଲା, 11 ବାଜିଲା। ଯେତେବେଳେ ରାତି 12ଟା ହେଲା, ସେଟା କହିଲେ, ଆଉ ଅପେକ୍ଷା କରିପାରିବିନି ମା, ତୁ ଗୋଟେ କାମ କର, ଏ ସୁନା ଥାଳିରେ ମୁଁ 56 ଭୋଗ ଆଣିଛି, ୟାକୁ ତୁ ରଖିଦେ, ମୁଁ ଯାଉଛି। ଝିଅ କହିଲେ, ୟାକୁ ବି ମୁଁ ରଖିପାରିବିନି। ସେଟା କହିଲେ, କାହିଁକି? ନା ଆମ ଘରକୁ ଭୋଜନ ଆସିଯାଇଛି। ସେଟା କହିଲେ, କିଏ ଦେଇଛି? ଝିଅଟି କହିଲା, ଜଣେ ବ୍ରାହ୍ମଣ ଦେଇଛନ୍ତି। ସେଟା କହିଲେ, କ'ଣ ଦେଇଛନ୍ତି? ଦହି ଭାତ। ସେଟା କହିଲେ, ଦହି ଭାତ ତ ସବୁଦିନ ତମେ ଖାଉଛ, ଆଜି ମୁଁ ସୁନା ଥାଳିରେ 56 ଭୋଗ ଆଣିଛି, ତାକୁ ରଖିଦେ, ମୋ କଥା ମାନି ରଖିଦେ, ତାକୁ ହିଁ ଆଜି ଖାଇବ। ଝିଅ କହିଲା, ନାଇଁ ନାଇଁ, ମୋ ମାମା କହିଛନ୍ତି ଥରେ ଯଦି ଆମ ଘରକୁ ଭୋଜନ ଆସିଗଲା, ଦ୍ୱିତୀୟ ଥର ଆମେ କାହାଠୁ ରଖିବୁ ନାହିଁ। ସେଟା କହିଲେ, କାଲି ପାଇଁ ରଖିଦେ। ଝିଅ କହିଲା, ମାମା କହିଛନ୍ତି ଯିଏ ଆଜି ଦେଇଛି ସେ କାଲି ଦେବ, ତେଣୁ କାଲି ଚିନ୍ତା ଆମର କରିବାର ନାହିଁ। ଯିଏ ଦେଉଛି ତା ଚିନ୍ତା ଆମେ କରିବା, ସିଏ ଆମ ଚିନ୍ତା କରିବ। ସେଟା ଆଶ୍ଚର୍ଯ୍ୟ ହେଇଗଲେ, ଏତେ ଛୋଟ ପିଲା, ଏତେ ଜ୍ଞାନ ତାର। ସେ କହିଲା, ମା, ତୁ ଏ ଜ୍ଞାନ କେଉଁଠୁ ପାଇଲୁ? ନା ମୁଁ ମୋ ମାମାଙ୍କଠୁ ପାଇଛି। ମୋ ମାମା ମୋତେ କହିଛନ୍ତି, ଯିଏ ଥଣ୍ଟ ଦେଇଛି ସେ ଦାନା ଦେଇଛି, ଯିଏ ଶୋଷ ଦେଇଛି ସେ ପାଣି ଦେଇଛି, ଯିଏ ଆଜି ଦେଉଛି ସେ କାଲି ବି ଦେବ। ଏ କଥା ଶୁଣି ସେଠଙ୍କ ଗୋଡ଼ ତଳୁ ମାଟି ଖସିଗଲା। କହିଲେ, ଯେଉଁଠି 5 ବର୍ଷର ଛୁଆ ଜାଣୁଛି କାଲି ପାଇଁ ରଖୁନି, ସୁନା ଥାଳିରେ 56 ଭୋଗ ଆଣିଛି ରଖୁନି, ତାର ଏତିକି ଟିକେ ଆସକ୍ତି ନାହିଁ। ମୁଁ ମୋ କଥା, ମୋ ପିଲାଙ୍କ କଥା, ପୁଣି ତାଙ୍କ ପିଲାଙ୍କ ପାଇଁ ମୁଁ ଆଜି ରୋଗଗ୍ରସ୍ତ ହେଇଗଲିଣି। ଧିକ୍କ ମୋ ଜ୍ଞାନକୁ। ସେଇଠି ସେଠଙ୍କର ସବୁ ଅଜ୍ଞାନ ଦୂର ହୋଇଗଲା, ଜ୍ଞାନର ଜ୍ୟୋତି ହୃଦୟରେ ଭରିଗଲା। ସେ ଆଉ ମହାତ୍ମା ପାଖକୁ ନ ଫେରି ସିଧା ଆନନ୍ଦରେ ଘରକୁ ଫେରି ଆସିଲେ। ତେବେ ଏଥିରୁ ଆମେ କ'ଣ ଶିକ୍ଷା ପାଇଲେ କହିଲେ ଶ୍ରୋତାବନ୍ଧୁ?
ଦେଖିଲେ ତ 5 ବର୍ଷର ଝିଅଟି ତାର କେଇପଦ ଜ୍ଞାନବର୍ଦ୍ଧକ କଥାରେ ସେଠଙ୍କ ଭିତରେ ଥିବା ଅଜ୍ଞାନତାକୁ କିଭଳି ଦୂର କରି ମୋହଶୂନ୍ୟ କରାଇଦେଲା। ସେଇଥିପାଇଁ କଥା ଅଛି, ନୁହେଁ ବୁଦ୍ଧ ସେହି ନର, ଶୁକ୍ଳକେଶ ଅଟେ ଯାର ଶିର, ଯୌବନେ ଯେ ଜ୍ଞାନରତ, ଦେବେ ତାକୁ ବୋଲନ୍ତି ସ୍ଥବିର। ପରିଶେଷରେ ଶ୍ରୀ ଶ୍ରୀ ଠାକୁର ମହାରାଜ ଆପଣମାନଙ୍କୁ ଆନନ୍ଦରେ ରଖନ୍ତୁ, ସୁଖରେ ରଖନ୍ତୁ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆଜିର ଅଧ୍ୟାୟଟି ରହିଥିବା ସମସ୍ତ ତ୍ରୁଟି ପାଇଁ ଆପଣମାନଙ୍କ ପାଖରେ କ୍ଷମା ଚାହୁଁଛୁ। ଏଇଠି ବିଦାୟ ନେଉଛୁ। ପୁଣି ସାକ୍ଷାତ ହେବ ଆଗାମୀ ରବିବାର ଏହି ନିଗମ ଦର୍ପଣ ମାଧ୍ୟମରେ। ଜୟ ଗୁରୁ।